ସବୁବେଳେ ଆମେ ଗୀତ ଗପ ନାଚ ଏଇ ଗୀତ ସବୁ ଏଇ ଭିଡ଼ିଓ ସବୁ କରିଥାଉ। ଆଜି ଗୋଟେ ଇଚ୍ଛା ହେଲା ଆପଣମାନଙ୍କୁ ଗୋଟେ ମଜାଳିଆ ଭିଡ଼ିଓ ଦେଖାଇବା ପାଇଁ। ଆପଣମାନେ ସାଧାରଣତଃ ଶୀତ ଦିନରେ ଦେଖିବେ ନଡ଼ିଆ ତେଲ ଲୋକମାନେ ଆମର ଏଇ ଯେଉଁ ଲମ୍ବା ବୋତଲ ନେବାକୁ ଭଲ ପାଆନ୍ତିନି, ଏଇ ଯେଉଁ ଚଉଡ଼ା ବୋତଲ ନେବାକୁ ଭଲ ପାଆନ୍ତି। ଚଉଡ଼ା ବୋତଲ ହେଲେ ଚଉଡ଼ା ବୋତଲର ମୁହଁ ବଡ଼, ତେଣୁ ଆପଣମାନେ ହାତରେ ତେଲ ବାହାର କରିବେ ନା ନାହିଁ। ହାତରେ ତେଲ ବାହାର କଲେ ଦେହରେ ଅଧିକା ଲାଗିଯିବ। ଦେହରେ ଅଧିକା ଲାଗିଗଲା ମାନେ ଆପଣଙ୍କର ଇକୋନୋମି କମିଯିବ ନାହିଁ କି, ତେଲ ପୁରା ଅଧିକା ସରିଯିବ, ଆପଣଙ୍କର ପଇସା ବି ଅଧିକା ପଳାଇବ। ତେଣୁ ଆପଣ ନଡ଼ିଆ ତେଲ ଲମ୍ବା ବୋତଲ ସବୁବେଳେ ନେବା ପାଇଁ ଚେଷ୍ଟା କରନ୍ତୁ। ଆପଣମାନେ ଯେତେବେଳେ ଟିଭି ଦେଖୁଛନ୍ତି, ଯେତେବେଳେ ଆଡ଼ଭର୍ଟାଇଜ ଆସୁଛି ତାକୁ ଟିଭିଟାକୁ ବନ୍ଦ କରିଦିଅନ୍ତୁ। କାହିଁକିନା ଯଦି ଆଡ଼ଭର୍ଟାଇଜରେ କରେଣ୍ଟ, ଟିଭିରେ ଏକା କରେଣ୍ଟ ଖର୍ଚ୍ଚ ହେଉଛି ନା ନାହିଁ। ଆଡ଼ଭର୍ଟାଇଜ ଧର ହେଲାବେଳେ ଆପଣଙ୍କର କରେଣ୍ଟଟା ଅଧିକା ପଳାଇବ ନାହିଁ କି, ସେଥିପାଇଁ ଆଡ଼ଭର୍ଟାଇଜ ଦେଖିବା ଟାଇମରେ ସମୟ ଦେଖିକି ଟିଭିଟାକୁ ବି ବନ୍ଦ କରନ୍ତୁ। ଖରାଦିନେ ଧର ଆପଣ 8 ଦିନେ ଥରେ ଦାଢ଼ି ଖୀଅରଉଛନ୍ତି, କିନ୍ତୁ ଶୀତଦିନେ 15 ଦିନେ ଥରେ ଖୀଅରନ୍ତୁ। କାହିଁକିନା ଆମର ଯେଉଁ ଦିନ ଛୋଟ ନୁହେଁ କି, ଦିନ ଛୋଟ ହେଲେ ଦାଢ଼ି ବି ଛୋଟ ହୋଇଯିବ ନା ନାହିଁ। ତେଣୁ ଆପଣ ଶୀତଦିନେ 15 ଦିନେ ଥରେ ବା 16 ଦିନେ ଥରେ ଖୀଅରନ୍ତୁ, ଚୁଟି ଆପଣଙ୍କର ଠିକ୍ ଠାକ୍ ରହିବ। ରହିଲି।